ଆଜି ଆମେ ଜାଣିବା ପ୍ରକୃତି କବି ରାଧାନାଥ ରାୟଙ୍କର ଜୀବନୀ କାହାଣୀ ବିଷୟରେ। ଦିନକର କଥା, ରାଧାନାଥ ବାବୁ ବିଦ୍ୟାଳୟ ପରିଦର୍ଶନ କରିବା ପାଇଁ ଯାଇଥାନ୍ତି। ସେତେବେଳକୁ ବିଦ୍ୟାଳୟ ଖୋଲିବାର ସମୟ ହୋଇନଥାଏ। ଶିକ୍ଷକମାନେ ବିଦ୍ୟାଳୟକୁ ଆସିନଥାନ୍ତି। ରାଧାନାଥ ବାବୁ ନିରୁପାୟ ହୋଇଯାଇ ବିଦ୍ୟାଳୟ ବାରଣ୍ଡାରେ ବସି ପଡ଼ିଲେ। ସେହି ବିଦ୍ୟାଳୟ ପାଖରେ ପାହାଡ଼ଟିଏ ଥାଏ। ପାହାଡ଼ର ଶୋଭାକୁ ଦେଖୁ ଦେଖୁ ସେ ନିଜକୁ ଭୁଲିଯାଇ କବିତା ଲେଖାରେ ମଜିଗଲେ। ପିଅନଟିଏ ଆସି ବିଦ୍ୟାଳୟ ସଫା କଲା। ସେ ରାଧାନାଥଙ୍କୁ ଆଗରୁ ଚିହ୍ନି ନଥାନ୍ତି। ସେ ଯେତେ ଡାକିଲେ ମଧ୍ୟ ରାଧାନାଥ ଉଠିଲେ ନାହିଁ। କାରଣ ସେତେବେଳକୁ ରାଧାନାଥ ବାବୁ କବିତା ଲେଖାରେ ମଜି ଯାଇଥିଲେ। ଏଣୁ ପିଅନଟି ରାଗରେ ଅଳିଆତକ ରାଧାନାଥଙ୍କ ଉପରେ ପକାଇଦେଲା। ସେହି ସମୟରେ ପ୍ରଧାନ ଶିକ୍ଷକ ଆସି ରାଧାନାଥଙ୍କୁ ପ୍ରଣାମ କଲେ। ପିଅନ ଏପରି କାର୍ଯ୍ୟ ଦେଖି ରାଗି ପ୍ରଧାନ ଶିକ୍ଷକ ଲାଲ ହୋଇଗଲେ। ଚାକିରିରୁ ବାହାର କରିଦେବାକୁ କହିଲେ। ପିଅନ କାନ୍ଦି କାନ୍ଦି ରାଧାନାଥଙ୍କୁ କ୍ଷମା ମାଗିଲା। ରାଧାନାଥ କହିଲେ, ବାବୁ, ତୁମର କିଛି ଭୁଲ ନାହିଁ। ମୁଁ ତୁମ କଥା ନ ଶୁଣି ଭୁଲ କରିଛି। ଏହା କହି ସେ ପିଅନ ହାତକୁ ବକ୍ସିସ ଭାବରେ 2 ଟଙ୍କା ବଢ଼ାଇ ଦେଲେ। ଉତ୍କଳର ବରପୁତ୍ର କବିବର ରାଧାନାଥ ରାୟ। ତାଙ୍କୁ ଆମ ସାହିତ୍ୟ ଜଗତରେ ପ୍ରକୃତି କବି ବୋଲି କୁହାଯାଏ। ନିଜର ସାଧନା, ସିଦ୍ଧ, ତ୍ୟାଗ, ପ୍ରତିଭା ନିଷ୍ଠା ବଳରେ ଆମ ଉତ୍କଳ ମାତାର ସେ ଜଣେ ଯୋଗ୍ୟ ହୋଇପାରିଥିଲେ। ଇଚ୍ଛାଶକ୍ତି ସୁଦୃଢ଼ ଥିଲେ କିପରି ଜଣେ ମଣିଷ କେଉଁଠାରେ ହାରେ ନାହିଁ ତାହାକୁ ସେ ନିଜେ ସ୍ୱୟଂ ଜ୍ୱଳନ୍ତ ପ୍ରମାଣ ରୂପେ ଦର୍ଶାଇଛନ୍ତି। ପିତାମାତାଙ୍କର ଆଶୀର୍ବାଦ ଲାଭ କରି ଗୁରୁ ଗୁରୁଜନମାନଙ୍କର କୃପା ଲଭି ସେ ଯେଉଁ କାର୍ଯ୍ୟ କରିଛନ୍ତି ସେଥିପାଇଁ ସେ ଚିର ଅମର ହୋଇ କାଳ କାଳକୁ ରହିବେ। ତାର କୃତି ଓ କୃତିତ୍ୱ ପାଇଁ ସେ ଓଡ଼ିଆ ଭାଷା ଓ ସାହିତ୍ୟ ଜଗତରେ ଏକ ଅବିସ୍ମରଣୀୟ ତଥା ଶ୍ରେଷ୍ଠ ସ୍ଥାନ ଅଧିକାର କରିଛନ୍ତି। ବାଲେଶ୍ୱର ଜିଲ୍ଲାର ସରା ଥାନା ଅନ୍ତର୍ଗତ କେଦାରପୁର ନାମକ ଗୋଟିଏ ଛୋଟ ଗାଁ। ସେହି ଗାଁରେ 1848 ମସିହା ସେପ୍ଟେମ୍ବର ମାସ 28 ତାରିଖ ଦିନ ରାଧାନାଥଙ୍କର ଜନ୍ମ। ତାଙ୍କ ପିତାଙ୍କ ନାମ ସୁନ୍ଦର ନାରାୟଣ ରାୟ ଏବଂ ମାତାଙ୍କ ନାମ ଶ୍ରୀମତୀ ତାରିଣୀ ଦେବୀ। ରାଧାନାଥଙ୍କର ପିତା ଜଣେ ଜଣାଶୁଣା ପଣ୍ଡିତ ଥିଲେ। ବହୁ ଭାଷାରେ ତାଙ୍କର ପାରଙ୍ଗମ ଥିଲା। ଆଖପାଖ ଅଞ୍ଚଳରେ ତାଙ୍କୁ ସମସ୍ତେ ମାନନ୍ତି। ସୁବିଧା ଅସୁବିଧାରେ ସେ ସମସ୍ତଙ୍କର ନିଜର ହେଉଥିଲେ। ଲୋକମାନଙ୍କର ବିଭିନ୍ନ ସମସ୍ୟାକୁ ମଧ୍ୟ ଅତି ସହଜରେ ସମାଧାନ କରୁଥିଲେ। ତେଣୁ 5 ଖଣ୍ଡ ଗାଁର ଲୋକେ ତାଙ୍କୁ ଦେବତା ଭଳି ମାନୁଥିଲେ। କାରଣ ସେ ଥିଲେ ସମସ୍ତଙ୍କର ଦୁଃଖ ସୁଖର ସାଥୀ। ସୁନ୍ଦର ନାରାୟଣ ରାୟ ବାଲେଶ୍ୱର କଚେରୀରେ ଚାକିରି କରୁଥିଲେ। ସେ ସର୍ବଦା ଅନ୍ୟମାନଙ୍କୁ ଅତ୍ୟନ୍ତ ଶ୍ରଦ୍ଧା କରୁଥିଲେ। ମାତ୍ର ସେ ନିଜ ଲୋକମାନଙ୍କ ପ୍ରତି କଠୋର ଦଣ୍ଡବିଧାନ କରୁଥିଲେ। ପୁଅ ରାଧାନାଥଙ୍କୁ ସେ କଠୋର ଶାସନରେ ରଖିଥିଲେ। ରାଧାନାଥଙ୍କ ମା ତାରିଣୀ ଦେବୀ ଜଣେ ଆଦର୍ଶ ମହିଳା ଥିଲେ। ଦିଅଁ ଦେବତା ପୂଜାରେ ତାଙ୍କର ଅଧିକାଂଶ ସମୟ କଟୁଥିଲା। ବାକି ସମୟ ସ୍ୱାମୀ ସେବା, ପୁତ୍ରର ଦୈନନ୍ଦିନ କାର୍ଯ୍ୟ ତଥା ସେ ସମୟ ପାଇଲେ ଗରିବ ଲୋକଙ୍କୁ କିଛି ଦାନ ମଧ୍ୟ କରୁଥିଲେ। ତେଣୁ ତାଙ୍କୁ ସମସ୍ତେ ମା ସାନ୍ତାଣୀ ବୋଲି କହୁଥିଲେ। କେହି ଗରିବ ଲୋକ ଯଦି ତାଙ୍କ ଘରକୁ ଆସୁଥିଲେ, ତାରିଣୀ ଦେବୀ ତାଙ୍କୁ ଖାଲି ହାତରେ ଫେରାଉ ନଥିଲେ। ଘରେ ଯାହା ଥାଏ ତାଙ୍କୁ ଦେଇ ସନ୍ତୁଷ୍ଟ କରାନ୍ତି। ଅନ୍ୟର ଦୁଃଖ ଶୁଣି ସେ କାନ୍ଦି ପକାନ୍ତି। ଏପରି ଭାବରେ ପିତାମାତାଙ୍କର ପ୍ରଭାବ ମଧ୍ୟ ଅତି ପିଲାଦିନରୁ ରାଧାନାଥଙ୍କର ଉପରେ ପଡ଼ିଥିଲା। ରାଧାନାଥଙ୍କର ପୂର୍ବପୁରୁଷମାନେ ବହୁ ବର୍ଷରୁ ବଙ୍ଗରୁ ଆସି ଓଡ଼ିଶାରେ ବାସ କରୁଥିଲେ। ସେମାନେ ଥିଲେ ଜାତିରେ କାୟସ୍ଥ ବଙ୍ଗାଳୀ। ପରବର୍ତ୍ତୀ ମୁହୂର୍ତ୍ତରେ ସେମାନେ ତତ୍କାଳୀନ ରାଜାଙ୍କଠାରୁ ରାୟ ଉପାଧି ପାଇଥିଲେ। ପରେ ପରେ ସେମାନେ ଓଡ଼ିଶାରେ ସ୍ଥାୟୀ ବସବାସ କରି ଓଡ଼ିଆ ଭାଷାକୁ ନିଜର ମାତୃଭାଷା ରୂପେ ଧରିନେଲେ। ସେହି ବଂଶରେ ଜନ୍ମ ହୋଇଥିଲେ ରାଧାନାଥ ବାବୁ। ତାଙ୍କୁ ସମସ୍ତେ ରାଧା ରାଧା ବୋଲି ଡାକନ୍ତି। ବାସ୍ତବରେ ମା ଠାରୁ ସଂସାରରେ ଆଉ କିଏ ବା ବଡ଼ ଅଛି? ମାର ସ୍ନେହ ମମତା ପାଇ ସନ୍ତାନ ତାର ସବୁ ଦୁଃଖ କଷ୍ଟ ଭୁଲିଯାଏ। ମା ହିଁ ଜାଣିପାରେ ପୁଅର ଅନ୍ତର କଥା, ମନର
ବେଦନା। ବାପା ମା ଅତି ଶ୍ରଦ୍ଧାରେ ପୁଅକୁ ରାଧା ବୋଲି ଡାକନ୍ତି। ପୁଅକୁ ମା ରାଧା ବୋଲି ଡାକିଦେବା କ୍ଷଣି ମା ପାଖରେ ଆସି ହାଜର ହୋଇଯାଏ। ମା ପୁଅକୁ କୋଳରେ ନେଇ ଗେହ୍ଲା କରି ଖୁଆଇ ଦିଏ। ପୁଅ ହସି ଦେଇ ପୁଣି ଖେଳିବାକୁ ବାହାରିଯାଏ। ରାଧାକୁ ମାତ୍ର 5 ବର୍ଷ। କିଏ ଜାଣିଥିଲା ଏହି 5 ବର୍ଷ ବୟସରେ ମା ତାର ସବୁଦିନ ପାଇଁ ପୁଅକୁ ଶୋକସାଗରରେ ଭସାଇ ଦେଇ ଆରପାରିକୁ ଚାଲିଯିବେ। ବାସ୍ତବରେ ତାହା ହିଁ ହେଲା। ରାଧାଙ୍କୁ ମାତ୍ର 5 ବର୍ଷ। ମା ତାରିଣୀ ଦେବୀ ସବୁଦିନ ପାଇଁ ଆରପାରିକୁ ଚାଲିଗଲେ। ରାଧା ହୋଇଗଲା ମା ଛେଉଣ୍ଡ। ରାଧା ସବୁବେଳେ ମାକୁ ନ ପାଇ ବାହୁନି ବାହୁନି କାନ୍ଦିଲା। ବାପା ସୁନ୍ଦର ନାରାୟଣ ପୁଅ ରାଧାକୁ ଉଭୟ ବାପା ଆଉ ମାର ସ୍ନେହ ଦେଇ ପାଳିଲେ। କେଦାରପୁର ଠାରୁ ଅଳ୍ପ ଦୂରରେ ଏକ ପାଠଶାଳା। ସେହି ପାଠଶାଳାରେ ପିତା ସୁନ୍ଦର ନାରାୟଣ ପୁତ୍ର ରାଧାକୁ ନାମ ଲେଖାଇ ଦେଲେ। ପୁତ୍ର ରାଧାନାଥ ମା ଛେଉଣ୍ଡ ହୋଇ ମାକୁ ଝୁରି ଝୁରି ଅତି ଦୁର୍ବଳ ହୋଇପଡ଼ିଥାଏ। ଗୋରା ତକତକ ଦେହକୁ ପତଳା ଶରୀର। ମାଷ୍ଟ୍ରେ ଭାବିଲେ ଏ ଦୁର୍ବଳ ପିଲାଟି କି ପାଠ ପଢ଼ିବ। ପିଲାଟି ଅଳ୍ପ ଦିନ ମଧ୍ୟରେ ତା ସାଙ୍ଗ ପିଲାମାନଙ୍କ ଠାରୁ ପାଠରେ ଟପିଗଲା। ଏହା ଦେଖି ମାଷ୍ଟ୍ରେ ଆନନ୍ଦିତ ହେଲେ। ଦୁର୍ବଳିଆ ଛୋଟ ପିଲାଟିର ଶୃଙ୍ଖଳା ଜ୍ଞାନ ବିନୟ ଭାବ ଦେଖି ଶିକ୍ଷକମାନେ ଚକିତ ହେଲେ। ସେ ଅତି ଛୋଟବେଳୁ ନିଜର ଜ୍ଞାନ ବିକଶିତ କରି ସମସ୍ତଙ୍କର ଶ୍ରଦ୍ଧାଭାଜନ ହୋଇଥିଲେ। ମାର ସମସ୍ତ ଗୁଣ ପୁଅଠାରେ ଦେଖିବାକୁ ମିଳିଥିଲା। ଦୟା କ୍ଷମା ପରି ମହତ୍ ଗୁଣମାନ ଦେଖିବାକୁ ମିଳିଥିଲା। ରାଧାନାଥ ପିଲାଦିନୁ ଗୁରୁ ଗୁରୁଜନମାନଙ୍କୁ ଦେଖିଲେ ଭକ୍ତି କରୁଥିଲେ। ଶିକ୍ଷକଙ୍କୁ ବାପା ମା ପରି ସମ୍ମାନ ଦଉଥିଲେ। ବିଦ୍ୟାଳୟରେ ଗୁରୁଜୀ ଯାହା କହୁଥିଲେ ତାକୁ ସେ ଅକ୍ଷର ଅକ୍ଷର ପାଳନ କରୁଥିଲେ। ତାଙ୍କ ମତରେ ଶିକ୍ଷକ ହେଉଛନ୍ତି ଛାତ୍ରର ପ୍ରତ୍ୟକ୍ଷ ଈଶ୍ୱର। ଏଣେ ମା ନାହାନ୍ତି, ତେଣେ ବାପାଙ୍କର କଚେରୀରେ କାମ। ପୁଅ ଏକୁଟିଆ, ପୁଣି ଦୁର୍ବଳ। ଖାଇବା ପିଇବାର ଅସୁବିଧା ହେବାରୁ ବାପା ପୁଅକୁ ପ୍ରାୟ କଚେରୀ ଆସିବା ବେଳେ ସାଙ୍ଗରେ ନେଇ ଆସନ୍ତି। ତେଣୁ ପୁଅର ବିଦ୍ୟାଳୟ ଯିବା ପ୍ରାୟତଃ ବନ୍ଦ ରୁହେ। ପ୍ରାଥମିକ ବିଦ୍ୟାଳୟରେ ପଢୁଥିବା ସମୟରେ ରାଧାନାଥଙ୍କ ଦେହ ବହୁତ ଖରାପ ହୋଇଗଲା। ଜ୍ୱରରେ ପଡ଼ି ବହୁତ କଷ୍ଟ ପାଇଲେ। ତାହା ପୁଣି ଶ୍ୱାସ ରୋଗ। ପୁଅର ଏପରି ଅବସ୍ଥା ଦେଖି ବାପା ଧୈର୍ଯ୍ୟ ଧରି ରହିପାରିଲେ ନାହିଁ। ସେହିଠାରୁ ପୁଅର ପାଠପଢ଼ାରେ ଡୋରି ବନ୍ଧା ହେଲା। ବାପା ପୁଅକୁ ଆଣି ବାଲେଶ୍ୱର ସହରରେ ଚିକିତ୍ସା କଲେ। ଡାକ୍ତରଙ୍କର ଅଦମ୍ୟ ଚିକିତ୍ସା ଫଳରେ ମୃତ୍ୟୁ ମୁଖରୁ ବଞ୍ଚିଗଲା ପୁଅ। ତା ପରଠାରୁ ତାଙ୍କ ସ୍ୱାସ୍ଥ୍ୟର ସାମାନ୍ୟତମ ପରିବର୍ତ୍ତନ ହେଲା। ବାପାଙ୍କ ମନ ଭିତରେ ଥିଲା ପୁଅ କିପରି 5 ଜଣରେ ଜଣେ ହେବ। ମନ ଲଗାଇ ପାଠ ପଢ଼ି ଉଚ୍ଚ ଶିକ୍ଷିତ ହେବ। ପୁଅ ବଡ଼ ଅଫିସର ହେବ। 2 ପଦ ଇଂରାଜୀରେ କଥା କହିବ। ଆମ ଦେଶକୁ ସୁରକ୍ଷା ଦେବାରେ ସାହାଯ୍ୟ କରିବ। ମାତୃଭୂମି ଓ ମାତୃଭାଷାକୁ ସବୁଠୁ ଅଧିକ ଭଲ ପାଇବ। ଏଣୁ ସେ ପୁଅକୁ ନୂଆ କରି ଖୋଲିଥିବା ବାଲେଶ୍ୱର ଜିଲ୍ଲା ସ୍କୁଲରେ ନାମ ଲେଖାଇ ଦେଲେ। ସେତେବେଳକୁ ତାଙ୍କୁ ମାତ୍ର 10 ବର୍ଷ ବୟସ। ଅଳ୍ପ କେତେ ଦିନ ମଧ୍ୟରେ ରାଧାନାଥ ଶିକ୍ଷକମାନଙ୍କର ଅତି ଶ୍ରଦ୍ଧାର ପାତ୍ର ହୋଇଗଲେ। ସାଙ୍ଗମାନଙ୍କର ବିଶ୍ୱାସୀ ହେଲେ। ଗଣିତରେ ତାଙ୍କର ଅସାଧାରଣ ଜ୍ଞାନ ଥିଲା। ଗଣିତରେ ସେ ସର୍ବୋଚ୍ଚ ନମ୍ବର ରଖୁଥିଲେ। ସେ ଥିଲେ ସେ ସ୍କୁଲର ମେଧାବୀ ଛାତ୍ର। ବାଳକ ଅବସ୍ଥାରୁ ସେ କବିତା ଲେଖାଲେଖି ଆରମ୍ଭ କରିଦେଇଥିଲେ। ତାଙ୍କର କବିତା ସବୁରି ମହଲରେ ଉଚ୍ଚ ପ୍ରଶଂସିତ ହେଲା। ସେହି କବିତାମାନ ପଢ଼ି ଶିକ୍ଷକମାନେ ମଧ୍ୟ ଚକିତ ହେଲେ। ବାଲେଶ୍ୱର ଜିଲ୍ଲା ସ୍କୁଲର ଏଣ୍ଟ୍ରାନ୍ସ ପରୀକ୍ଷା କଲିକତାରେ ହେଲା। ରାଧାନାଥ କଲିକତା ଯାଇ ପରୀକ୍ଷା ଦେଲେ। ପରୀକ୍ଷା ଫଳ ବାହାରିଲା। ରାଧାନାଥ ଏକା ହିଁ ସେ ସ୍କୁଲରୁ ପ୍ରଥମ ଶ୍ରେଣୀରେ ପାସ୍ କରିଥିଲେ। ତେଣୁ ତାଙ୍କର ଆଦର ସବୁଠି ବଢ଼ିଲା। ସମସ୍ତେ ମେଧାବୀ ଛାତ୍ର ରାଧାନାଥଙ୍କର ଭୁରି ଭୁରି ପ୍ରଶଂସା କଲେ। ଏପରିକି ତାଙ୍କୁ ଦେଖିବା ପାଇଁ ମଧ୍ୟ ବହୁ ଲୋକ ଆସି ତାଙ୍କ ଘରେ ପହଞ୍ଚିଲେ। ପୁଅର ଏପରି କୃତକାର୍ଯ୍ୟ ଦେଖି ବାପା ଅତ୍ୟନ୍ତ ଖୁସି ହେଲେ। ଉଚ୍ଚ ଶିକ୍ଷା ପାଇଁ ସେତେବେଳେ ଆମ ଓଡ଼ିଶାରେ ସେମିତି କିଛି ସୁବିଧା ନଥିଲା। ତେଣୁ ରାଧାନାଥଙ୍କୁ କଲିକତା ଯିବାକୁ ପଡ଼ିଲା। ଉଚ୍ଚ ଶିକ୍ଷା ନିମିତ୍ତ ରାଧାନାଥ
କଲିକତା ଗଲାବେଳେ ତାଙ୍କ ସାଙ୍ଗରେ ତାଙ୍କ ସାନ ବାପା ଜାହ୍ନବୀ ରାୟ ଯାଇଥିଲେ। ରାଧାନାଥ ସେଠାରେ ପ୍ରେସିଡେନ୍ସି କଲେଜରେ ନାମ ଲେଖାଇ ମନ ଲଗାଇ ପାଠ ପଢ଼ିଲେ। ଅଧିକ ପାଠ ପଢ଼ିବା ପାଇଁ ରାଧାନାଥଙ୍କ ପାଖକୁ ତାଙ୍କ ବାପା ଟଙ୍କା ପଠାଇ ପାରିଲେ ନାହିଁ। ଫଳରେ ସେ ଅଧାରୁ ପାଠପଢ଼ା ବନ୍ଦ ରଖି ମାତୃଭୂମିକୁ ପ୍ରତ୍ୟାବର୍ତ୍ତନ କଲେ। ରାଧାନାଥଙ୍କର ପାରିବାରିକ ଜୀବନରେ ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନଥିଲା। ଫଳରେ ସେ ଅଧିକ ପାଠ ପଢ଼ିପାରିଲେ ନାହିଁ। ତେଣୁ ବାଲେଶ୍ୱର ଜିଲ୍ଲା ସ୍କୁଲରେ ତୃତୀୟ ଶ୍ରେଣୀର ଶିକ୍ଷକ ଭାବରେ ନିଯୁକ୍ତ ହେଲେ। ମାସିକ ବେତନ ମାତ୍ର 30 ଟଙ୍କା। କିଛି ଦିନ ପରେ କଟକରେ ଏକ କଲେଜ ସ୍ଥାପିତ ହେଲା। ରାଧାନାଥଙ୍କର ଜଣେ ଆତ୍ମୀୟ ଅର୍ଥ ସାହାଯ୍ୟ ଦେବେ ବୋଲି କହିଲେ। ମାତ୍ର ରାଧାନାଥ ଆଉ ପାଠ ପଢ଼ିବାକୁ ଚାହିଁଲେ ନାହିଁ। କାରଣ ବାପା ଏକୁଟିଆ, ପରିବାର ଚଳାଇବାକୁ କେହି ନାହାନ୍ତି। ତେଣୁ ସେହି ସମୟରେ ଓଡ଼ିଶାରେ ଭୟଙ୍କର ଦୁର୍ଭିକ୍ଷ ପଡ଼ିଥାଏ। ବାପାଙ୍କୁ ଆର୍ଥିକ ସାହାଯ୍ୟରେ ସହଯୋଗ କରିବା ପାଇଁ ରାଧାନାଥ ଅଧିକ ପାଠ ପଢ଼ାରେ ମନ ନ ଦେଇ ଚାକିରିରେ ମନୋନିବେଶ କଲେ। ରାଧାନାଥ ଅର୍ଥ ଭାବରୁ ସିନା ପାଠ ପଢ଼ିଲେ ନାହିଁ, ମାତ୍ର ଅଧିକ ପାଠ ପଢ଼ାରେ ତାଙ୍କର ବହୁତ ଆଗ୍ରହ ଥିଲା। ମହତ୍ ଉଦ୍ଦେଶ୍ୟ ରଖି ମଣିଷ ଦୃଢ଼ ଇଚ୍ଛା କରି ସତ୍ କାର୍ଯ୍ୟରେ ମନୋନିବେଶ କଲେ ସେଥିରୁ ସେ ସଫଳ ହୁଏ। ଏହା ପ୍ରମାଣ କରିଛନ୍ତି ରାଧାନାଥ ବାବୁ। ରାଧାନାଥ ବାବୁ ଅଯଥା ସମୟ ନଷ୍ଟ ନ କରି ଘରେ ବସି ବସି କଲେଜ ପାଠ ପଢ଼ିଲେ। ତାପରେ ସେ ଘରୋଇ ଭାବରେ FA ଓ BA ପରୀକ୍ଷା ଦେଇ ଉତ୍ତୀର୍ଣ୍ଣ ହେଲେ। ସେତେବେଳକୁ ସେ ସଂସ୍କୃତରେ ମଧ୍ୟ ବହୁତ ଜ୍ଞାନ ଅର୍ଜନ କରିସାରିଥିଲେ। ରାଧାନାଥ ଫକୀରମୋହନ ସେନାପତିଙ୍କୁ ବଡ଼ ଭାଇ ପରି ମାନୁଥିଲେ। ପ୍ରାୟତଃ ସେମାନେ ବାଲେଶ୍ୱରର ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ବସି ମାତୃଭାଷାର କିପରି ଉନ୍ନତି ହେବ ସେ ବିଷୟରେ ଆଲୋଚନା କରୁଥିଲେ। ସେ ସମୟରେ ବିଦ୍ୟାଳୟମାନଙ୍କରେ ପାଠପଢ଼ା ହେବା ପାଇଁ ସେମିତି କିଛି ଓଡ଼ିଆ ବହି ନଥିଲା କହିଲେ ଚଳେ। ତେଣୁ ବାବୁ ରାଧାନାଥ ଫକୀରମୋହନଙ୍କ କଥା ଅନୁସାରେ କେତେ ଖଣ୍ଡ ଓଡ଼ିଆ ବହି ଲେଖିଲେ, ଯାହା ବିଦ୍ୟାଳୟମାନଙ୍କରେ ପଢ଼ାଗଲା। ବାପାଙ୍କ ପରି ରାଧାନାଥଙ୍କର ମଧ୍ୟ ବହୁ ଭାଷାରେ ପାଣ୍ଡିତ୍ୟ ଥିଲା। ତେଣୁ ସେ ଓଡ଼ିଆ, ବଙ୍ଗଳା ଆଦି ଭାଷାରେ କବିତାମାନ ରଚନା କଲେ। ସେତେବେଳେ ଉତ୍କଳ ଦର୍ପଣ ନାମକ ଏକ ସମ୍ବାଦପତ୍ରରେ ତାଙ୍କ ଲେଖାମାନ ପ୍ରକାଶିତ ହେଲା। ସେ ସମୟରେ ତାଙ୍କୁ ମାତ୍ର 18 ବର୍ଷର ବୟସ। ଏହି ସମୟରେ ସେ ବଙ୍ଗଳା ଭାଷାରେ କବିତାବଳୀ ନାମକ ଏକ କାବ୍ୟ ରଚନା କରିଥିଲେ। କିଛି ବର୍ଷ ପରେ ରାଧାନାଥ ପୁରୀ ଜିଲ୍ଲା ସ୍କୁଲକୁ ବଦଳି ହୋଇଗଲେ। ସେଠାରେ ସେ ଶିକ୍ଷକତା କରୁଥିବା ସମୟରେ ଛାତ୍ରମାନଙ୍କ ମଧ୍ୟରେ ତାଙ୍କର ପ୍ରିୟ ଛାତ୍ର ଥିଲେ ମଧୁସୂଦନ ରାଓ। ପୁରୀରେ ଶିକ୍ଷକତା କରୁଥିବା ସମୟରେ ରାଧାନାଥ ରୋଗଶଯ୍ୟାରେ ପଡ଼ିଲେ। ଯେତେ ଔଷଧ ଖାଇଲେ ମଧ୍ୟ ରୋଗ ତାଙ୍କର କମିଲା ନାହିଁ। ଫଳରେ ସେ ଛୁଟି ନେଇ ଘରକୁ ପଳାଇ ଆସିଲେ। ରୋଗ ଧୀରେ ଧୀରେ ବଢ଼ିବାକୁ ଲାଗିଲା। ରୋଗ ଏମିତି ବଢ଼ିଲା ଯେ ଘର ଲୋକମାନେ ତାଙ୍କ ପ୍ରତି ଆଶା ହରାଇଦେଲେ। ମାତ୍ର ଭଗବାନଙ୍କର ଆଶୀର୍ବାଦରୁ ରାଧାନାଥ ଧୀରେ ଧୀରେ ରୋଗରୁ ମୁକ୍ତ ହୋଇଗଲେ। ତାପରେ ସେ ନିଜର କର୍ମକ୍ଷେତ୍ର ପୁରୀକୁ ପ୍ରତ୍ୟାବର୍ତ୍ତନ କଲେ। କିଛି ଦିନ ପରେ ସେ ବଙ୍ଗପ୍ରଦେଶରୁ ବାଙ୍କୁଡ଼ା ଜିଲ୍ଲା ସ୍କୁଲକୁ ବଦଳି ହୋଇଗଲେ। ସେଠାରେ ସେ ମାତ୍ର 6 ମାସ ଶିକ୍ଷକତା କରି ବାଲେଶ୍ୱର ଜିଲ୍ଲା ସ୍କୁଲରେ ଇନ୍ସପେକ୍ଟର ପଦରେ ନିଯୁକ୍ତ ହେଲେ। ସେତେବେଳେ ରାଧାନାଥଙ୍କର କାର୍ଯ୍ୟଦକ୍ଷତାକୁ ଇଂରେଜ ସରକାର ପ୍ରଶଂସା କରୁଥିଲେ। ଏହି ସମୟରେ ତାଙ୍କର ବାପା ତାଙ୍କୁ ଶୋକ ସାଗରରେ ଭସାଇ ଦେଇ ସବୁଦିନ ପାଇଁ ଆରପାରିକୁ ଚାଲିଗଲେ। ରାଧାନାଥ ଗୋଟିକ ପରେ ଗୋଟିଏ ଦୁଃଖ ସହି ଦେହକୁ ପଥର କରିଦେଇଛନ୍ତି। ବାଳୁତ କାଳରୁ ମାଆକୁ ହରାଇଥିଲେ, ଏବେ ବାପାଙ୍କୁ ମଧ୍ୟ ହରାଇ ବସିଲେ। ରାଧାନାଥ ବାବୁ ଦୀର୍ଘ 5 ବର୍ଷ ପର୍ଯ୍ୟନ୍ତ ବାଲେଶ୍ୱର ଜିଲ୍ଲା ସ୍କୁଲମାନଙ୍କରେ ଡେପୁଟି ଇନ୍ସପେକ୍ଟର ପଦରେ ରହିଥିଲେ। ତାଙ୍କର ସର୍ବୋଚ୍ଚ ପଣିଆ ଓ କାର୍ଯ୍ୟକୁଶଳତା ଦେଖି ଇଂରେଜ ସରକାର ତାଙ୍କୁ ଉଚ୍ଚ ପ୍ରଶଂସା କଲେ। ତାପରେ ସେ ସମଗ୍ର ଓଡ଼ିଶାରେ ବଡ଼ ହାକିମ ହୋଇ ନିଯୁକ୍ତ ହେଲେ। ରାଧାନାଥ ବାବୁ ବଡ଼ ହାକିମ ଭାବରେ ନିଯୁକ୍ତ ପାଇ ସାରା ଓଡ଼ିଶାରେ ଭ୍ରମଣ କରିଥିଲେ। ପ୍ରତି ଜିଲ୍ଲାର ପ୍ରକୃତି, ପରମ୍ପରା, ସଂସ୍କୃତି, କଳା, ଭାସ୍କର୍ଯ୍ୟ ଆଦିକୁ ଦେଖି ବିମୁଗ୍ଧ ହୋଇ କବିତାମାନ ରଚନା କରିଥିଲେ। ଏହି ସମୟରେ ସେ ବହୁ କବିତା ରଚନା କରି ଓଡ଼ିଆ ସାହିତ୍ୟ ସମ୍ଭାରକୁ ରୁଦ୍ଧିମନ୍ତ କରିବାରେ
ସକ୍ଷମ ହୋଇପାରିଥିଲେ। ରାଧାନାଥ ବାବୁ ବହୁ ଗୁଣରେ ଗୁଣୀ ଥିଲେ। ଶିକ୍ଷା କ୍ଷେତ୍ରରେ ତାଙ୍କର ଅନେକ ପାରଙ୍ଗମତା ଓ ବିଚକ୍ଷଣ ବୁଦ୍ଧି ଥିଲା। ସେଥିପାଇଁ ଇଂରେଜ ସରକାର ତାଙ୍କୁ 1896 ମସିହାରେ ରାୟ ବାହାଦୁର ସମ୍ମାନରେ ସମ୍ମାନିତ କରିଥିଲେ। ରାଧାନାଥ ବାବୁ ହାକିମ ଥାନ୍ତି। ପିଲାଦିନେ ସେ ଯେଉଁ ବିଦ୍ୟାଳୟରେ ପାଠ ପଢୁଥିଲେ ଆଜି ସେ ସେହି ବିଦ୍ୟାଳୟକୁ ଯାଇଛନ୍ତି ପରିଦର୍ଶନ କରିବାକୁ। ବିଦ୍ୟାଳୟଟି ସହରର ଅନତି ଦୂରରେ ଥିବା ଏକ ମଫସଲ ଅଞ୍ଚଳରେ ଥିଲା। ତାଙ୍କୁ ପଢ଼ାଉଥିବା ଶିକ୍ଷକମାନେ ସେତେବେଳେ ସେଠାରେ ନଥିଲେ। ଶିକ୍ଷକମାନେ ରାଧାନାଥ ବାବୁଙ୍କୁ ଭକ୍ତି ସମ୍ମାନ ସହିତ ଭିତରକୁ ପାଛୋଟି ନେଇ ଚେୟାରରେ ବସିବାକୁ ଅନୁରୋଧ କଲେ। ରାଧାନାଥ ବାବୁ ଦେଖିଲେ ଦିନେ ସେହି ଚେୟାରରେ ତାଙ୍କ ପ୍ରଧାନ ଶିକ୍ଷକ ତାଙ୍କୁ ପାଠ ପଢ଼ାଉଥିଲେ। ଏହା ଦେଖି ତାଙ୍କ ଆଖିରୁ ଧାର ଧାର ଲୁହ ବୋହିବାକୁ ଲାଗିଲା। କାଠ ଚେୟାରକୁ ବାରମ୍ବାର ପ୍ରଣାମ କରି ତଳେ ବସି ପଡ଼ିଲେ ଏବଂ ଶିକ୍ଷକଙ୍କୁ କହିଲେ, ବୁଝିଲ, ମୋ ପ୍ରଧାନ ଶିକ୍ଷକ ଏହି ଚେୟାରରେ ବସି ପାଠ ପଢ଼ାଉଥିଲେ। ସେ ଆଜି ନାହାନ୍ତି, ଅଛନ୍ତି ସ୍ୱର୍ଗରେ। ମୁଁ ଏହି ଚେୟାରରେ ବସି ମୋର ଗୁରୁଦେବଙ୍କୁ ଅସମ୍ମାନ କରିବାକୁ ଚାହୁଁନାହିଁ। ଏହା କହି ସେ ଚେୟାରକୁ ପୁଣି ଥରେ ଭକ୍ତିରେ ମୁଣ୍ଡିଆ ମାରିଲେ। ରାଧାଙ୍କର ଏପରି ଗୁରୁଭକ୍ତି ଦେଖି ସମସ୍ତେ ଚକିତ ହେଲେ। ସମସ୍ତଙ୍କ ଆଖିରୁ ଆନନ୍ଦ ଆଶ୍ରୁ ବହିବାକୁ ଲାଗିଲା। ଦିନକର କଥା, ବୁଢ଼ୀଟିଏ ଆସି କାନ୍ଦି କାନ୍ଦି ରାଧାନାଥ ବାବୁଙ୍କୁ କହିଲା, ବାପା, ମୋର ଘର ଖଣ୍ଡକ ପଡ଼ିଗଲା। ମୁଁ ମୁଣ୍ଡ ଗୁଞ୍ଜିବାକୁ ଜାଗା ନାହିଁ। ମୁଁ ଜାଣେ ତୁମେ ଦୟାର ସାଗର। ମୋତେ 5 ଟଙ୍କା ଦେଲେ ମୁଁ ଘର ଖଣ୍ଡିକ କରିବି। ରାଧାନାଥ ବୁଢ଼ୀର କଥା ଶୁଣି ଦୁଃଖରେ ଭାଙ୍ଗି ପଡ଼ିଲେ। ତାଙ୍କ ପାଖରେ ସେତେ ଟଙ୍କା ନଥିଲା। ସେ ଚିଠି ଖଣ୍ଡିଏ ଲେଖି ବୁଢ଼ୀ ହାତରେ ବଢ଼ାଇ ଦେଲେ। କହିଲେ, ଏହାକୁ ନେଇ ମୋ ପୁଅକୁ ଦେବ। ସେ ତମକୁ କିଛି ଟଙ୍କା ଦେବ। ସେହି ଟଙ୍କାରେ ଘର କରି ଶାନ୍ତିରେ ରହିବ। ରାଧାନାଥଙ୍କ ହାତରୁ ଚିଠି ଖଣ୍ଡିକ ନେଇ ବୁଢ଼ୀଟି ପୁତ୍ର ଶଶିଭୂଷଣ ପାଖକୁ ଗଲା। ଶଶିଭୂଷଣ ବାବୁ ବାପାଙ୍କ ହାତ ଲେଖା ଚିଠିଟି ପଢ଼ି ଅତି ଆନନ୍ଦରେ 10 ଟଙ୍କା ଆଣି ବୁଢ଼ୀ ହାତରେ ବଢ଼ାଇ ଦେଲେ। ବୁଢ଼ୀ ଏତେ ଟଙ୍କା ଦେଖି ଇତସ୍ତତ ହୋଇଗଲା। ତାପରେ ଭାବିଲା, ଏତେ ଟଙ୍କା ନେଇ ସେ କରିବ ବା କ'ଣ? ତେଣୁ ସେ ଉପାୟହୀନ ହୋଇ ରାଧାବାବୁଙ୍କ ପାଖକୁ ଗଲା। ମୁଁ 5 ଟଙ୍କା ମାଗିଥିଲି, ମୋତେ ସେ 10 ଟଙ୍କା କାହିଁକି ଦେଲେ? ସତରେ ବୁଢ଼ୀ ମନରେ କୌଣସି ଛନ୍ଦ କପଟ ନଥିଲା। ସେ ଭାରି ଖୁସି ହେଲେ। କହିଲେ, ବୁଢ଼ୀ ମାଉସୀ, ମୋ ଲେଖା ଭୁଲ ହୋଇଯାଇଥିଲା। ତୁମେ ଏଥର ଏହି ଚିଠିକୁ ନେଇ ମୋ ପୁଅ ପାଖକୁ ଯାଅ। ପୁଅ ଠିକ୍ ଟଙ୍କା ଦେବ। ତାହା ହିଁ ହେଲା। ବୁଢ଼ୀ ଚିଠି ନେଇ ଶଶିଭୂଷଣ ବାବୁଙ୍କ ପାଖକୁ ଗଲା। ଶଶୀବାବୁ ବୁଢ଼ୀ ହାତରୁ ଚିଠି ନେଇ ତାହାକୁ ପଢ଼ି 20 ଟଙ୍କା ଧରାଇ ଦେଲେ। ବୁଢ଼ୀ ଏତେ ଗୁଡ଼ିଏ ଟଙ୍କା ଦେଖି ହତବାକ୍ ହୋଇଗଲା। ପୁଅ ଶଶୀବାବୁ କହିଲେ, ବୁଝିଲ ବୁଢ଼ୀମା? ଏହା ଶୁଣିବା ମାତ୍ରେ ବୁଢ଼ୀର ଆଖିରୁ ଧାର ଧାର ଆନନ୍ଦ ଆଶ୍ରୁ ବହିବାକୁ ଲାଗିଲା। ତାଙ୍କ ମୁହଁରୁ ବାହାରିଲା, ରାଧାବାବୁ, ତୁମେ ମଣିଷ ନୁହଁ, ମଣିଷ ରୂପେ ସାକ୍ଷାତ ଭଗବାନ। ରାଧାନାଥଙ୍କ ପ୍ରତ୍ୟେକ କାବ୍ୟ ଓ କବିତା ଗୁଡ଼ିକ ଆମ ସାହିତ୍ୟ ଜଗତକୁ ଗୋଟିଏ ଗୋଟିଏ ଅମୂଲ୍ୟ ରତ୍ନ। ତାଙ୍କର ଏହି ସାହିତ୍ୟ କୃତି ପାଇଁ ବାମଣ୍ଡାର ରାଜା ତାଙ୍କୁ ବହୁ ସମ୍ମାନ କରୁଥିଲେ। ସେ ଏକ ସାହିତ୍ୟ ସଭାରେ ରାଧାନାଥଙ୍କୁ କବିବର ବୋଲି ସମ୍ବୋଧନ କରିଥିଲେ। ସେହି ଦିନଠାରୁ ତାଙ୍କୁ କବିବର ବୋଲି ଆଖ୍ୟା ଦେଲେ। ମାତୃଭାଷାର ଉନ୍ନତି ପାଇଁ ସେ ସାରା ଜୀବନ ସାଧନା କରିଛନ୍ତି। ତାଙ୍କର ପ୍ରତ୍ୟେକ ସାହିତ୍ୟ କୃତି ଆମ ଓଡ଼ିଆ ସାହିତ୍ୟ ଜଗତରେ ଗୋଟିଏ ଗୋଟିଏ କୋଣାର୍କ ସଦୃଶ କହିଲେ ଅତ୍ୟୁକ୍ତି ହେବ ନାହିଁ। ସେହି ସତ୍ୟାନୁବାଦୀ, ପରୋପକାରୀ, ଦେଶବନ୍ଧୁ, ନିରଳସ ସାହିତ୍ୟ ସାଧକ, ପ୍ରକୃତି କବି କବିବର ରାଧାନାଥ ରାୟ ଶ୍ୱାସ ରୋଗରେ ପୀଡ଼ିତ ହୋଇ ବହୁଦିନ ବିଛଣାରେ ପଡ଼ି ରହିଲେ। ତାଙ୍କୁ ଦେଖିବା ପାଇଁ ପ୍ରତିଦିନ ଶହ ଶହ ଲୋକ ଆସୁଥାନ୍ତି। ସେଦିନ ଥିଲା 1908 ମସିହା ଏପ୍ରିଲ ମାସ 17 ତାରିଖ। କବିବର ରାଧାନାଥ ରାୟ ସାରା ଓଡ଼ିଶାକୁ ଶୋକ ସାଗରରେ ଭସାଇ ଦେଇ ସବୁଦିନ ପାଇଁ ଆରପାରିକୁ ବାଟ କାଟିଦେଲେ। ସେ ଆଜି ନାହାନ୍ତି ସତ, ମାତ୍ର ତାଙ୍କର ସାହିତ୍ୟ ସାଧନ ଓ କୃତି ପାଇଁ ସେ କାଳ କାଳକୁ ଚିର ଅମର ହୋଇ ରହିଛନ୍ତି। ସେହି ଚିରନ୍ତନୀ ସାହିତ୍ୟ ସାଧକ,
କବିବର ଶ୍ରୀ ପାଦ ପଦ୍ମରେ ଆମର କୋଟି କୋଟି ପ୍ରଣାମ।